ଫେବୃଆରୀ 14 କେବଳ ଏକ ତାରିଖ ନୁହେଁ, ଏହା ଆମ ଦେଶ ପାଇଁ ଏକ ନୀରବ ଆଘାତ, ଯାହା ଚାହିଁଲେ ମଧ୍ୟ ଭୁଲି ହେବନି। ସେଦିନର ସେ ଚୁପଚାପ ରାସ୍ତାରେ ଗାଡ଼ିରେ ବସିଥିବା ସେହି ସବୁଜ ପୋଷାକ ପିନ୍ଧା ଯବାନ, ଯିଏ ଥିଲେ କାହାର ପୁଅ ତ ପୁଣି କାହାର ସ୍ୱାମୀ, କାହାର ସ୍ୱପ୍ନ ତ ପୁଣି କାହାର ଗର୍ବ। କିନ୍ତୁ ସେଦିନର ସେ ଗୁଳିର ଶବ୍ଦ, ବୋମା ଫୁଟିବାର ଶବ୍ଦ ଭାଙ୍ଗିଥିଲା ଅନେକ ଘରର ସ୍ୱପ୍ନ, ଅନେକ ମାଆର ହୃଦୟ। ଆଜି ବି ସେହି ପୁଲୱାମା କଥା ମନେ ପକାଇଲେ ଆଖି ଭିଜିଯାଏ, ଛାତି ଥରି ଉଠେ। ତଥାପି ଗର୍ବ ଅନୁଭବ ହୁଏ ଆମର ସେହି ଭାରତୀୟ ସେନା ଉପରେ। ଶ୍ରଦ୍ଧାଞ୍ଜଳି ସେହି ଅମର ଶହୀଦମାନଙ୍କୁ। ତୁମେ ରହିବ ଦେଶର ଶ୍ୱାସରେ, ସ୍ମୃତିରେ ଓ ସମ୍ମାନରେ। ଜୟ ହିନ୍ଦ, ଭାରତ ମାତା କି ଜୟ।